ଆଜିକାଲି ପିଲାମାନଙ୍କ ଜିଦ୍ ଆଗରେ ଅଭିଭାବକ ଓ ପିତାମାତାଙ୍କୁ ନତମସ୍ତକ ହେବାକୁ ପଡ଼ୁଛି। ବେଳେବେଳେ ଏହି ଜିଦ୍ ଏପରି ଭୟଙ୍କର ରୂପ ନେଉଛି ଯେ କିଛି ବି ଅଘଟଣ ଘଟିଯାଉଛି। ପିଲାଙ୍କ ମୋବାଇଲ ଶୋ। ମୋବାଇଲରେ ବି ବିଭିନ୍ନ ପ୍ରକାର ପାଠ ଆସୁଛି, ତେଣୁ ଦେବାକୁ ତ ପଡ଼ିବ। ମୋବାଇଲରେ ବେଳେବେଳେ ଅଶ୍ଳୀଳ ଭିଡ଼ିଓ ମଧ୍ୟ ଆସିଯାଉଛି। ତାଠାରୁ ଦୂରେଇ ରଖିବା ପାଇଁ ଆପଣ ଚାହୁଁଥିବେ, କିନ୍ତୁ କିଛି ବି କରିପାରୁନଥିବେ। ତେଣୁ ମୁଁ ଆପଣଙ୍କୁ ଦୁଇଟି ସେଟିଂ କରିବାକୁ କହୁଛି। ଏହି ସେଟିଂ କରିଦେଲେ ଖରାପ ଭିଡ଼ିଓ ଆଦୌ ଆସିବନି, ଆଉ ଖରାପ ଭିଡ଼ିଓ ଆସିବାର ଯେଉଁ ଚିନ୍ତା ଆପଣଙ୍କୁ ଆଉ ଲାଗିବନି। ପ୍ରତ୍ୟେକ ଗାର୍ଡ଼ିଆନ ଏହା ଜାଣି ରଖନ୍ତୁ। ଶିକ୍ଷକମାନଙ୍କୁ ଅନୁରୋଧ, ସେମାନେ ପିଟିଏ ମିଟିଂରେ ଏହାକୁ ଆଲୋଚନା କରି ସଚେତନ ମଧ୍ୟ କରାନ୍ତୁ। ପ୍ରଥମେ ଆପଣଙ୍କ ମୋବାଇଲରେ ୟୁଟ୍ୟୁବକୁ ଓପନ୍ କରନ୍ତୁ। ତାପରେ ଉପର ଡାହାଣ ପଟେ ଥିବା ଷ୍ଟାର ଭଳି ଚିହ୍ନରେ କ୍ଲିକ୍ କରନ୍ତୁ। ସେଟିଂ ଓପନ୍ ହେଲା। ଏଥିରେ ଥିବା ଜେନେରାଲ ଲେଖାକୁ କ୍ଲିକ୍ କରନ୍ତୁ। କ୍ଲିକ୍ କରିବା ମାତ୍ରେ ଏହିପରି ଇଣ୍ଟରଫେସ୍ ଓପନ୍ ହେଲା। ଏହି ଇଣ୍ଟରଫେସରେ ଥିବା ରେଷ୍ଟ୍ରିକେଟେଡ୍ ମୋଡକୁ ଅନ୍ କରନ୍ତୁ। ଏବେ ସରିଲା ପ୍ରଥମ ପ୍ରକାର ସେଟିଂ। ଏବେ ସେକେଣ୍ଡ ସେଟିଂକୁ ଯିବା। ପ୍ରଥମେ କ୍ରୋମକୁ କ୍ଲିକ୍ କରନ୍ତୁ। କ୍ଲିକ୍ କଲା ପରେ ଏହି ପ୍ରକାର ଇଣ୍ଟରଫେସ୍ ଆସିବ। ଗୁଗଲ ସର୍ଚ୍ଚରେ ଟାଇପ୍ କରନ୍ତୁ ସେଭ୍ ସର୍ଚ୍ଚ। ଏହି ପ୍ରକାର ଇଣ୍ଟରଫେସ୍ ଆସିବ। ସେଥିରେ ପ୍ରଥମେ ଲେଖା ଆସିବ ୟୋର ସେଭ୍ ସର୍ଚ୍ଚ ସେଟିଂ। ସେହି ଆଇକନକୁ କ୍ଲିକ୍ କରନ୍ତୁ। କ୍ଲିକ୍ କଲା ପରେ ଏହିପରି ଇଣ୍ଟରଫେସ୍ ଆସିବ। ସେଥିରେ ଫାଷ୍ଟରେ ଥିବା ଫିଲ୍ଟରକୁ କ୍ଲିକ୍ କରି ଅନ୍ କରନ୍ତୁ। ବାସ୍, କାମ ସରିଗଲା। ଏଥର ଆପଣ ମୋବାଇଲକୁ ଆପେ ଆପେ କୌଣସି ଖରାପ ଭିଡ଼ିଓ ଆସିବନି। ଆପଣ ପିଲାଙ୍କୁ ମୋବାଇଲ ଦେଇ ନିରାପଦରେ ରହିବେ। ପ୍ରତ୍ୟେକ ପିତାମାତା ଓ ଅଭିଭାବକ ଏହାକୁ ମନେ ରଖିବା ଉଚିତ। ଏହାକୁ ବହୁ ମାତ୍ରାରେ ସେୟାର କରନ୍ତୁ, ଯେପରି ପ୍ରତ୍ୟେକ ଗାର୍ଡ଼ିଆନ ପାଖରେ ଏହି ଭିଡ଼ିଓ ପହଞ୍ଚି ପାରିବ ଓ ସେମାନେ ଚିନ୍ତାମୁକ୍ତ ହେବେ।